नमस्कार बंधु मैंने आपण मानक स्वागत आमर ये चैनल ओडिया शास्त्र को। बंधु मैंने जदि आपणकर राशि सिंह राशि अटे तेबे आजिर एही भिडियोटी आपण मानक पई बहुत ही विशेष एवं गुरुत्वपूर्ण हेबाकु जाउछि। कारण आज आम आलोचना करिबा 17, 18 एवं 19 जून एही 3 दिन को नहीं जहाँकि बुधवार, गुरुवार एवं शुक्रवार दिन पड़ुछि। ଏହି 3 ଦିନ ମଧ୍ୟରୁ କେଉଁ ଦିନ ଆପଣଙ୍କ ପାଇଁ ସବୁଠାରୁ ଅଧିକ ଶୁଭ ରହିବ, କେଉଁ ଦିନ ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିପାରେ ଏବଂ କେଉଁ ଦିନ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡ଼ିପାରେ, ସେ ସବୁ ବିଷୟରେ ଆଜି ଆମେ ବିସ୍ତାରରେ ଜାଣିବା। ତେବେ ବନ୍ଧୁମାନେ, ସିଂହ ରାଶିର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟଦେବ। ସେଥିପାଇଁ ଏହି ରାଶିର ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସାହସ, ନେତୃତ୍ୱ ନେବାର କ୍ଷମତା ଏବଂ ସମ୍ମାନର ସହିତ ଜୀବନ ବଞ୍ଚିବାର ଇଚ୍ଛା ବହୁତ ଅଧିକ ଥାଏ। କିନ୍ତୁ ଅନେକ ସମୟରେ ଏହି ଭୁଲ ଗୁଣ ହିଁ ସେମାନଙ୍କ ପାଇଁ ଦୁଃଖର କାରଣ ହୋଇଯାଏ। ଅନେକ ସିଂହ ରାଶିର ବ୍ୟକ୍ତି ଜୀବନରେ ଏପରି କିଛି ପରିସ୍ଥିତିର ସାମ୍ନା କରିଛନ୍ତି ଯେଉଁଠାରେ ସେମାନେ ଅନ୍ୟମାନଙ୍କ ପାଇଁ ସବୁକିଛି କରିଥିଲେ କିନ୍ତୁ ବଦଳରେ ପାଇଥିଲେ ଅବହେଳା, ଧୋକା କିମ୍ବା ଅସମ୍ମାନ। ଆପଣ ମଧ୍ୟ ହୁଏତ ଏପରି ଅନେକ ଲୋକଙ୍କୁ ନିଜର ଭାବି ସାହାଯ୍ୟ କରିଥିବେ, କିନ୍ତୁ ସମୟ ଆସିଲେ ସେହି ଲୋକମାନେ ଆପଣଙ୍କ ସାଥ ଛାଡ଼ି ଦେଇଥିବେ। ଆପଣଙ୍କ ହୃଦୟ ଭଲ ହୋଇଥିଲେ ମଧ୍ୟ ଅନେକ ଥର ଆପଣ ଭୁଲ ବୁଝାମଣାର ଶିକାର ହୋଇଛନ୍ତି। ଆପଣ ନିଜର ଦୁଃଖକୁ କାହା ଆଗରେ ପ୍ରକାଶ କରିବାକୁ ପସନ୍ଦ କରନ୍ତି ନାହିଁ। ଭିତରେ ଭିତରେ କଷ୍ଟ ପାଉଥିଲେ ମଧ୍ୟ ବାହାରକୁ ହସିବାକୁ ଚେଷ୍ଟା କରନ୍ତି। ଏହି ସ୍ୱଭାବ ହିଁ ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଥାଏ। କିନ୍ତୁ ବନ୍ଧୁମାନେ, ଭଗବାନ କେବେ ବି କାହାର ଭଲ ପାଇବା ଏବଂ ତ୍ୟାଗକୁ ବ୍ୟର୍ଥ ଯିବାକୁ ଦିଅନ୍ତି ନାହିଁ। ଜ୍ୟୋତିଷ ଗଣନା ଅନୁସାରେ ଆସୁଥିବା ଏହି 3 ଦିନ ସିଂହ ରାଶିର ଅନେକ ଲୋକଙ୍କ ଜୀବନରେ କିଛି ବିଶେଷ ପରିବର୍ତ୍ତନ ନେଇ ଆସିପାରେ। ଯେଉଁମାନେ ଦୀର୍ଘ ଦିନ ଧରି କୌଣସି ସମସ୍ୟାରେ ଫସି ରହିଥିଲେ ସେମାନଙ୍କୁ ଏବେ ସମାଧାନର ରାସ୍ତା ଦେଖାଯାଇପାରେ। ଯେଉଁମାନେ ଆର୍ଥିକ ଚିନ୍ତାରେ ଥିଲେ ସେମାନଙ୍କୁ କିଛି ଆଶାର କିରଣ ମିଳିପାରେ ଏବଂ ଯେଉଁମାନଙ୍କ ମନରେ ଅନେକ ଦିନ ଧରି ଦୁଃଖ ଓ ନିରାଶା ରହିଥିଲା ସେମାନଙ୍କ ଜୀବନରେ ପୁଣି ଥରେ ଖୁସି ଫେରି ଆସିବାର ସଂକେତ ଦେଖାଯାଉଛି। ଏହି ଭିଡ଼ିଓରେ ଆମେ ଦିନ ଅନୁସାରେ ଜାଣିବା ବୁଧବାର ଦିନ ଆପଣଙ୍କ ପାଇଁ କ'ଣ ସନ୍ଦେଶ ନେଇ ଆସୁଛି, ଗୁରୁବାର ଦିନ ଆପଣଙ୍କ ଭାଗ୍ୟରେ କେଉଁ ନୂଆ ପରିବର୍ତ୍ତନ ଘଟିପାରେ ଏବଂ ଶୁକ୍ରବାର ଦିନ ଆପଣ କେଉଁ କାର୍ଯ୍ୟରେ ସତର୍କ ରହିବା ଆବଶ୍ୟକ। ଏହା ସହିତ ଆମେ ଜାଣିବା ଏହି 3 ଦିନ ମଧ୍ୟରୁ କେଉଁ ଦିନଟି ସବୁଠାରୁ ଅଧିକ ଶୁଭ ରହିବ ଏବଂ କେଉଁ ଦିନଟିରେ ଆପଣଙ୍କୁ ଭାବିଚିନ୍ତି କାମ କରିବାକୁ ପଡ଼ିବ। ସବୁଠାରୁ ବଡ଼ କଥା ହେଉଛି ଏହି ଭିଡ଼ିଓର ଶେଷ ଭାଗରେ ଆମେ ଆପଣଙ୍କୁ କହିବୁ ସେହି 3ଟି ଖୁସି ଖବର ବିଷୟରେ ଯାହା ସିଂହ ରାଶିର ଜୀବନରେ ଖୁବ୍ ଶୀଘ୍ର ଆସିପାରେ। ଏହି ଖୁସି ଖବର ମଧ୍ୟରେ ରହିଛି ଧନ ସମ୍ବନ୍ଧୀୟ ସୁଯୋଗ, ପରିବାରରେ ଖୁସିର ପରିବେଶ ଏବଂ ଜୀବନର ଏକ ବଡ଼ ଚିନ୍ତାରୁ ମୁକ୍ତି ପାଇବାର ସଂକେତ। ତେଣୁ ବନ୍ଧୁମାନେ, ଯଦି ଆପଣଙ୍କର ସିଂହ ରାଶି ହୋଇଥାଏ କିମ୍ବା ଆପଣଙ୍କ ପରିବାରରେ କେହି ସିଂହ ରାଶିର ବ୍ୟକ୍ତିବିଶେଷ ଅଛନ୍ତି ତେବେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏହା ସହିତ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ। ଆପଣଙ୍କର ଯଦି ସିଂହ ରାଶି ହୋଇଥାଏ ତାହେଲେ ତଳେ କମେଣ୍ଟ ବକ୍ସରେ ହଁ ବୋଲି ନିଶ୍ଚୟ ରୂପରେ ଲେଖିଦିଅନ୍ତୁ ଆଉ ଜୟ ମା ଲକ୍ଷ୍ମୀ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ବନ୍ଧୁମାନେ, ସିଂହ ରାଶିର ଲୋକମାନଙ୍କ ବିଷୟରେ ଗୋଟିଏ କଥା କୁହାଯାଏ ଯେ ସେମାନେ ବାହାରୁ ଯେତେ ଶକ୍ତିଶାଳୀ ଏବଂ ସାହସୀ ଦେଖାଯାଆନ୍ତି ଭିତରୁ ସେତେ ହିଁ କୋମଳ ହୃଦୟର ହୋଇଥାନ୍ତି। ସେମାନେ କାହାର ଖରାପ ଚାହାନ୍ତି ନାହିଁ ଏବଂ ସବୁବେଳେ ନିଜ ପରିବାର, ବନ୍ଧୁବାନ୍ଧବ ଏବଂ ପ୍ରିୟଜନଙ୍କ ସୁଖ ଓ ଉନ୍ନତି ପାଇଁ ପ୍ରାର୍ଥନା କରିଥାନ୍ତି। ଯେଉଁ ଲୋକଙ୍କୁ ଥରେ ନିଜର ବୋଲି ମାନି ନିଅନ୍ତି ସେମାନଙ୍କ ପାଇଁ ନିଜର ସମୟ, ପରିଶ୍ରମ ଏବଂ ଖୁସିକୁ ମଧ୍ୟ ତ୍ୟାଗ କରିଦେଇଥାନ୍ତି। କିନ୍ତୁ ବନ୍ଧୁଗଣ, ଅନେକ ସମୟରେ ଏହି ଭଲ ସ୍ୱଭାବ ହିଁ ସିଂହ ରାଶିର ଦୁଃଖର ସବୁଠାରୁ ବଡ଼ କାରଣ ହୋଇଯାଏ। କାରଣ ସେମାନେ ଲୋକଙ୍କୁ ବହୁତ ଶୀଘ୍ର ବିଶ୍ୱାସ କରିଦିଅନ୍ତି। ନିଜ ମନରେ କେବେ ମଧ୍ୟ କପଟ ଭାବନା ରଖନ୍ତି ନାହିଁ। ସେଥିପାଇଁ ସାମ୍ନାର ଲୋକ ମଧ୍ୟ ସେହିପରି ସତ୍ୟବାଦୀ ହେବେ ବୋଲି ଭାବି ନେଇଥାନ୍ତି। କିନ୍ତୁ ଜୀବନରେ ସମସ୍ତେ ସମାନ ହୋଇନଥାନ୍ତି। ଏହି କାରଣରୁ ଅନେକ ଥର ଯେଉଁ ଲୋକଙ୍କୁ ସେମାନେ ସବୁଠାରୁ ଅଧିକ ବିଶ୍ୱାସ କରିଥାନ୍ତି ସେହି ଲୋକଙ୍କ ଠାରୁ ହିଁ ଧୋକା ପାଇଥାନ୍ତି। ସିଂହ ରାଶିର ଆଉ ଗୋଟିଏ ବିଶେଷ ପ୍ରଭାବ ହେଉଛି ଏମାନେ ନିଜର ଦୁଃଖ କାହା ଆଗରେ ସହଜରେ ପ୍ରକାଶ କରନ୍ତି ନାହିଁ। ହୃଦୟରେ ଯେତେ କଷ୍ଟ ଥାଉ ନା କାହିଁକି ଏମାନେ ସେହି କଷ୍ଟକୁ ନିଜ ଭିତରେ ହିଁ ରଖିଥାନ୍ତି। ବାହାରକୁ ସବୁବେଳେ ହସିବାକୁ ଚେଷ୍ଟା କରନ୍ତି କିନ୍ତୁ ଭିତରେ ଭିତରେ ଅନେକ ଯନ୍ତ୍ରଣା ସହିଥାନ୍ତି। ଅନେକ ରାତି ଏମାନେ ଏକାକୀ ବସି ନିଜ ଜୀବନର କଷ୍ଟକୁ ମନେ ପକାଇଥାନ୍ତି କିନ୍ତୁ କାହା ପାଖରେ ନିଜ ମନର କଥା କହିପାରନ୍ତି ନାହିଁ। ଏହାଛଡ଼ା ସିଂହ ରାଶିର ଲୋକମାନେ ନିଜ ସମ୍ମାନକୁ ବହୁତ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମାନେ କାହା ଆଗରେ ମୁଣ୍ଡ ନୁଆଇବାକୁ ପସନ୍ଦ କରନ୍ତି ନାହିଁ। ଯଦି କେହି
ସେମାନଙ୍କୁ ଅପମାନ କରେ କିମ୍ବା ସେମାନଙ୍କ ଭାବନାକୁ ଆଘାତ ଦିଏ, ତେବେ ସେହି କଥାକୁ ଏମାନେ ବହୁତ ଦିନ ପର୍ଯ୍ୟନ୍ତ ଭୁଲି ପାରନ୍ତି ନାହିଁ। ବାହାରକୁ କିଛି ନ କହିଲେ ମଧ୍ୟ ମନ ଭିତରେ ସେହି ଘଟଣାକୁ ନେଇ ବହୁତ କଷ୍ଟ ପାଇଥାନ୍ତି। ଅନେକ ଥର ଏମାନେ ଅନ୍ୟମାନଙ୍କ ପାଇଁ ଭଲ କରିଥାନ୍ତି, କିନ୍ତୁ ବଦଳରେ ଯେତେବେଳେ ଅବହେଳା କିମ୍ବା କୃତଜ୍ଞତା ମିଳେ ସେତେବେଳେ ଏମାନଙ୍କର ହୃଦୟ ଭାଙ୍ଗିଯାଏ। ଏମାନେ ଭାବନ୍ତି ଯେ ଯେଉଁମାନଙ୍କ ପାଇଁ ଏତେ କିଛି ଏମାନେ କଲେ, ସେହି ଲୋକମାନେ ଆଜି ସେମାନଙ୍କର ମୂଲ୍ୟ ବୁଝିଲେ ନାହିଁ। ଏହି କାରଣରୁ ଅନେକ ସିଂହ ରାଶିର ବ୍ୟକ୍ତି ଜୀବନରେ ଏକାପଣ ଅନୁଭବ କରିଥାନ୍ତି। କିନ୍ତୁ ବନ୍ଧୁମାନେ ମନେ ରଖନ୍ତୁ ଯେ ଭଗବାନ ସବୁକିଛି ଦେଖୁଛନ୍ତି। ଆପଣଙ୍କ ଭଲ ମନ, ଆପଣଙ୍କ ତ୍ୟାଗ ଏବଂ ଆପଣଙ୍କ ସତ୍ୟତା କେବେ ବି ବ୍ୟର୍ଥ ଯିବ ନାହିଁ। ଯେଉଁ ଲୋକମାନେ ଆପଣଙ୍କ ଭଲ ପାଇବାର ମୂଲ୍ୟ ବୁଝିପାରିନାହାନ୍ତି, ସମୟ ସେମାନଙ୍କୁ ଉତ୍ତର ଦେବ ଏବଂ ଆପଣଙ୍କ ଜୀବନରେ ମଧ୍ୟ ଏମିତି ସମୟ ଆସିବ ଯେତେବେଳେ ଆପଣଙ୍କ ଭଲ କର୍ମର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ। ସେଥିପାଇଁ କେବେ ନିଜର ଭଲ ସ୍ୱଭାବକୁ ପରିବର୍ତ୍ତନ କରନ୍ତୁ ନାହିଁ। କେବଳ ଲୋକଙ୍କୁ ବିଶ୍ୱାସ କରିବା ପୂର୍ବରୁ ଟିକେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ତେବେ ବନ୍ଧୁମାନେ, ଏବେ ଆସନ୍ତୁ ପ୍ରଥମେ କଥା ହେବା 17 ଜୁନ୍ 2024 ବୁଧବାର ଦିନଟି ସମ୍ପର୍କରେ। ବନ୍ଧୁମାନେ, 17 ଜୁନ୍ ବୁଧବାର ଦିନଟି ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ସକାରାତ୍ମକ ପରିଣାମ ନେଇକି ଆସିପାରେ। ଗତ କିଛି ଦିନ ଧରି ଯେଉଁ କାର୍ଯ୍ୟକୁ ନେଇ ଆପଣ ଚିନ୍ତିତ ଥିଲେ କିମ୍ବା ଯେଉଁ କାମ ଅଟକି ରହିଥିଲା, ସେଥିରେ ଏବେ ଧୀରେ ଧୀରେ ଅଗ୍ରଗତି ଦେଖିବାକୁ ଆପଣଙ୍କୁ ମିଳିବ। ଅନେକ ଦିନ ଧରି ଯେଉଁ ସମସ୍ୟାର ସମାଧାନ ଖୋଜୁଥିଲେ, ସେହି ସମସ୍ୟାର ରାସ୍ତା ଏହି ଦିନ ଖୋଲିବାକୁ ଲାଗିବ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଦିନଟି ବିଶେଷ ଭାବରେ ଭଲ ରହିପାରେ। ଉଚ୍ଚ ଅଧିକାରୀଙ୍କ ଠାରୁ ପ୍ରଶଂସା ମିଳିପାରେ କିମ୍ବା ନିଜ କାର୍ଯ୍ୟ ପାଇଁ ସମ୍ମାନ ପାଇବାର ସୁଯୋଗ ମିଳିପାରେ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି କିମ୍ବା ଇଣ୍ଟରଭ୍ୟୁ ଦେଇଛନ୍ତି, ସେମାନଙ୍କ ପାଇଁ ମଧ୍ୟ କୌଣସି ଭଲ ଖବର ଆସିବାର ସମ୍ଭାବନା ରହିଛି। ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଏହି ଦିନଟି ଲାଭଦାୟକ ରହିପାରେ। କୌଣସି ନୂଆ ଗ୍ରାହକଙ୍କ ସହିତ ଯୋଗାଯୋଗ ହୋଇପାରେ କିମ୍ବା ଅଟକି ରହିଥିବା ଟଙ୍କା ଫେରି ପାଇବାର ସଂକେତ ମିଳିପାରେ। ଛୋଟ ଛୋଟ ଲାଭ ମଧ୍ୟ ଆପଣଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇବ। ପାରିବାରିକ ଜୀବନରେ ମଧ୍ୟ ଖୁସିର ପରିବେଶ ରହିବ। ପରିବାରର ସଦସ୍ୟଙ୍କ ସହିତ ସମୟ କାଟିବାର ସୁଯୋଗ ମିଳିବ। ଘରର କୌଣସି ଛୋଟ ଖୁସି ଖବର ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିପାରେ। ଯେଉଁ ସମ୍ପର୍କରେ କିଛି ଦିନ ଧରି ମନମାଳିନ୍ୟ ଚାଲିଥିଲା, ସେଥିରେ ମଧ୍ୟ ସୁଧାର ଆସିବାର ସମ୍ଭାବନା ରହିଛି। ପ୍ରେମ ସମ୍ବନ୍ଧରେ ଥିବା ଲୋକମାନଙ୍କ ପାଇଁ ଏହି ଦିନଟି ମଧ୍ୟମରୁ ଭଲ ରହିବ। ଜୀବନସାଥୀଙ୍କ ସହିତ ଭଲ ବୁଝାମଣା ରହିବ ଏବଂ ମନର କଥା ଖୋଲିକି କହିବାର ସୁଯୋଗ ମିଳିପାରେ। ତେବେ ବନ୍ଧୁମାନେ, ଏହି ଦିନ ଗୋଟିଏ କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କ ରାଗ ଏବଂ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ, କାରଣ ଅନେକ ସମୟରେ ସିଂହ ରାଶିର ବ୍ୟକ୍ତିମାନେ ସତ୍ୟ କଥା କହିବାକୁ ଯାଇ ଏମିତି କିଛି କହିଦିଅନ୍ତି ଯାହା ସାମ୍ନାର ଲୋକଙ୍କ ମନକୁ ଆଘାତ ଦେଇପାରେ। ରାଗରେ କହିଥିବା ଗୋଟିଏ ଛୋଟ କଥା ମଧ୍ୟ ଭଲ ସମ୍ପର୍କରେ ଦୂରତା ସୃଷ୍ଟି କରିପାରେ। ସେଥିପାଇଁ ବୁଧବାର ଦିନ ଯେକୌଣସି କଥା କହିବା ପୂର୍ବରୁ ଟିକେ ଭାବନ୍ତୁ ଏବଂ ଧୈର୍ଯ୍ୟର ସହିତ ବ୍ୟବହାର କରନ୍ତୁ। ଯଦି ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିବେ, ତେବେ ଏହି ଦିନଟି ଆପଣଙ୍କ ପାଇଁ ଶୁଭ ଏବଂ ସଫଳତାର ଦିନ ସାବ୍ୟସ୍ତ ହୋଇପାରେ। ତେବେ 17 ଜୁନ୍ ବୁଧବାର ଦିନଟି ସିଂହ ରାଶି ପାଇଁ ଭଲ ସୁଯୋଗ, ଖୁସିର ଖବର ଏବଂ ସକାରାତ୍ମକ ପରିବର୍ତ୍ତନ ନେଇକି ଆସିପାରେ। କେବଳ ସଂଯମ ଏବଂ ଧୈର୍ଯ୍ୟ ରଖନ୍ତୁ, ଭାଗ୍ୟ ଆପଣଙ୍କର ସହଯୋଗ କରିବ। ତେବେ ବନ୍ଧୁମାନେ, 18 ଜୁନ୍ ଗୁରୁବାର ଦିନଟି ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି 3 ଦିନ ମଧ୍ୟରୁ ସବୁଠାରୁ ଅଧିକ ଶୁଭ, ଭାଗ୍ୟଶାଳୀ ଏବଂ ସକାରାତ୍ମକ ଦିନ ହୋଇପାରେ। ଜ୍ୟୋତିଷ ଗଣନା ଅନୁସାରେ ଏହି ଦିନ ଆପଣଙ୍କ ଭାଗ୍ୟ ପୂର୍ଣ୍ଣ ଭାବରେ ଆପଣଙ୍କ ସାଥ ଦେବ ଏବଂ ଗତ କିଛି ସମୟ ଧରି ଯେଉଁ କାର୍ଯ୍ୟରେ ବାଧା, ବିଳମ୍ବ କିମ୍ବା ନିରାଶା ଦେଖାଯାଉଥିଲା, ସେଥିରେ ଏବେ ସଫଳତାର ଆଲୋକ ଦେଖିବାକୁ ମିଳିପାରେ। ବିଶେଷ କରି ଧନ ଏବଂ ଆର୍ଥିକ କ୍ଷେତ୍ରରେ ଏହି ଦିନଟି ଆପଣଙ୍କ ପାଇଁ ଶୁଭ ଖବର ନେଇକି ଆସିପାରେ। ଅନେକ ଦିନ ଧରି ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି। କେତେକ ଲୋକଙ୍କ ପାଇଁ ଅତିରିକ୍ତ ଆୟର ସୁଯୋଗ ସୃଷ୍ଟି ହୋଇପାରେ। ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଭଲ ଲାଭ ମିଳିପାରେ କିମ୍ବା କୌଣସି ନୂଆ ଚୁକ୍ତି ସଫଳ ହୋଇପାରେ। ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବା ଫଳରେ ଆପଣଙ୍କ ମନରେ ଥିବା ଚିନ୍ତା ମଧ୍ୟ କମିବାକୁ ଲାଗିବ। ବନ୍ଧୁମାନେ, ଏହି ଦିନ ଆପଣଙ୍କ କୌଣସି ପୁରୁଣା ଇଚ୍ଛା ପୂରଣ ହେବାର ମଧ୍ୟ ଯୋଗ ଦେଖାଯାଉଛି। ଯେଉଁ ସ୍ୱପ୍ନକୁ ଆପଣ ଦୀର୍ଘ ଦିନ ଧରି ହୃଦୟରେ ସଜାଇ ରଖିଥିଲେ, ସେହି ସ୍ୱପ୍ନ ସାକାର ହେବାର ଦିଗରେ ଆଗକୁ ବଢ଼ିପାରେ। କୌଣସି ଶୁଭ ସମ୍ବାଦ, କୌଣସି ଭଲ ସୁଯୋଗ କିମ୍ବା କୌଣସି ଅପେକ୍ଷାକୃତ ଖବର ଆପଣଙ୍କ ମନକୁ ଖୁସିରେ ଭରି ଦେଇପାରେ। ଚାକିରି କ୍ଷେତ୍ରରେ ଥିବା ଲୋକମାନଙ୍କ ପାଇଁ ମଧ୍ୟ ଏହି ଦିନଟି ବହୁତ ଲାଭଦାୟକ ରହିପାରେ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ। ନିଜ କାର୍ଯ୍ୟ ପାଇଁ ପ୍ରଶଂସା ପାଇପାରନ୍ତି କିମ୍ବା କ୍ୟାରିୟର ସହିତ ଜଡ଼ିତ କୌଣସି ଭଲ ସୁଯୋଗ ମିଳିପାରେ। ଯେଉଁମାନେ ନୂଆ ଚାକିରି
କିମ୍ବା ପଦୋନ୍ନତିର ଅପେକ୍ଷାରେ ଅଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ଦିନଟି ଆଶାଜନକ ରହିପାରେ। ଯଦି ଆପଣ କୌଣସି ନୂଆ କାର୍ଯ୍ୟ, ନୂଆ ବ୍ୟବସାୟ, ନୂଆ ନିବେଶ କିମ୍ବା ଜୀବନର କୌଣସି ବଡ଼ ନିଷ୍ପତ୍ତି ନେବାକୁ ଭାବୁଛନ୍ତି, ତେବେ ଗୁରୁବାର ଦିନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ଏହି ଦିନ ଆରମ୍ଭ କରାଯାଇଥିବା କାର୍ଯ୍ୟ ଭବିଷ୍ୟତରେ ଭଲ ଫଳ ଦେବାର ସମ୍ଭାବନା ରହିଛି। ତେବେ ବନ୍ଧୁମାନେ 19 ଜୁନ୍ ଶୁକ୍ରବାର ଦିନଟି ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ସତର୍କତାର ଦିନ ରହିପାରେ। ଏହାର ଅର୍ଥ ଏହା ନୁହେଁ ଯେ ଦିନଟି ଖରାପ ରହିବ, ବରଂ ଏହି ଦିନ ଆପଣଙ୍କୁ ପ୍ରତ୍ୟେକ କାମ ଟିକେ ଭାବିଚିନ୍ତି ଏବଂ ସାବଧାନତାର ସହିତ କରିବାକୁ ପଡ଼ିବ। ଯଦି ଆପଣ ଧୈର୍ଯ୍ୟ ଓ ବୁଦ୍ଧିମତାର ସହ କାମ କରିବେ, ତେବେ ଏହି ଦିନ ମଧ୍ୟ ଆପଣଙ୍କ ପାଇଁ ସଫଳତାପୂର୍ଣ୍ଣ ରହିପାରେ। ସବୁଠାରୁ ପ୍ରଥମେ ନିଜ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଏହି ଦିନ ଛୋଟ ଛୋଟ କଥାକୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ପାରିବାରିକ, ବନ୍ଧୁ କିମ୍ବା କାର୍ଯ୍ୟସ୍ଥଳରେ କାହା ସହିତ ଅନାବଶ୍ୟକ ତର୍କ କିମ୍ବା ବିବାଦ କରନ୍ତୁ ନାହିଁ। କେବେ କେବେ ଗୋଟିଏ ଛୋଟ କଥା ମଧ୍ୟ ବଡ଼ ସମସ୍ୟାର ରୂପ ନେଇପାରେ। ସେଥିପାଇଁ କୌଣସି ପରିସ୍ଥିତିରେ ଉତ୍ତେଜିତ ନ ହୋଇ ଶାନ୍ତ ରହିବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଟିକେ ଅଧିକ ସତର୍କ ରହିବାକୁ ପଡ଼ିବ। ଟଙ୍କା ପଇସାର ଲେନଦେନ କରିବା ସମୟରେ କାହାକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ। କାହାକୁ ଧାର ଦେବା କିମ୍ବା କାହାଠାରୁ ଟଙ୍କା ନେବା ପୂର୍ବରୁ ସବୁ କଥା ସ୍ପଷ୍ଟ ଭାବରେ ବୁଝାଇ ନିଅନ୍ତୁ ବା ବୁଝି ନିଅନ୍ତୁ, ନଚେତ୍ ପରେ ଅନୁତାପ କରିବାକୁ ପଡ଼ିପାରେ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କୌଣସି ନୂଆ ଚୁକ୍ତି କିମ୍ବା ବଡ଼ ନିବେଶ କରିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ। କେବଳ ଅନ୍ୟର କଥାରେ ବିଶ୍ୱାସ କରି କୌଣସି ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ। ଆପଣଙ୍କ ପ୍ରତି ପ୍ରତ୍ୟେକ ପଦକ୍ଷେପରେ ନିଜର ବୁଦ୍ଧି ଏବଂ ଅନୁଭବ ବ୍ୟବହାର କରନ୍ତୁ। ଏହି ଦିନ କୌଣସି କାଗଜପତ୍ର, ଚୁକ୍ତିପତ୍ର କିମ୍ବା ଆଇନଗତ ଡକୁମେଣ୍ଟ ସହିତ ଆପଣ ଡକୁମେଣ୍ଟରେ କିଛି ଠିକ୍ କରିବା ପୂର୍ବରୁ ତାହାକୁ ଭଲ ଭାବରେ ପଢ଼ି ନିଅନ୍ତୁ ବା ସାଇନ୍ କରିବା ପୂର୍ବରୁ ତାକୁ ଭଲ ଭାବରେ ପଢ଼ି ନିଅନ୍ତୁ। ତରବରିଆ ଭାବରେ କିମ୍ବା ଅନ୍ୟ କାହାର କଥାରେ ପଡ଼ି କୌଣସି ଦସ୍ତାବେଜରେ ବା କୌଣସି ଡକୁମେଣ୍ଟରେ ସାଇନ୍ କରନ୍ତୁ ନାହିଁ। ଛୋଟ ଅବହେଳା ମଧ୍ୟ ଭବିଷ୍ୟତରେ ଅସୁବିଧାର କାରଣ ହୋଇପାରେ। ଚାକିରି କ୍ଷେତ୍ରରେ ମଧ୍ୟ ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ଅନ୍ୟମାନଙ୍କ କାମରେ ଅଧିକ ମୁଣ୍ଡ ଖେଳାଇବା ପରିବର୍ତ୍ତେ ନିଜର ଦାୟିତ୍ୱକୁ ଭଲ ଭାବରେ ପୂରଣ କରନ୍ତୁ। ଏହା ଆପଣଙ୍କର ଅନାବଶ୍ୟକ ସମସ୍ୟାରୁ ଦୂରେଇ ରଖିବ। ପାରିବାରିକ ଜୀବନରେ ମଧ୍ୟ ଧୈର୍ଯ୍ୟ ରଖନ୍ତୁ। ଘରର କୌଣସି ସଦସ୍ୟଙ୍କ କଥା ଆପଣଙ୍କୁ ଖରାପ ଲାଗିପାରେ, କିନ୍ତୁ ସେହି ସମୟରେ ରାଗିବା ପରିବର୍ତ୍ତେ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଶାନ୍ତ ମନରେ ନିଆଯାଇଥିବା ନିଷ୍ପତ୍ତି ସବୁବେଳେ ଭଲ ଫଳ ଦେଇଥାଏ। ତେବେ ବନ୍ଧୁମାନେ, ଭୟ କରିବା କୌଣସି କାରଣ ନାହିଁ। ଏହି ଦିନଟି କେବଳ ଆପଣଙ୍କୁ ସତର୍କତାର ରହିବା ଆବଶ୍ୟକ ରହିଛି। ଯଦି ଆପଣ ନିଜ ବାଣୀ, କ୍ରୋଧ ଏବଂ ନିଷ୍ପତ୍ତି ଉପରେ ନିୟନ୍ତ୍ରଣ ରଖିବେ, ତେବେ କୌଣସି ବଡ଼ ସମସ୍ୟା ଆସିବ ନାହିଁ, ବରଂ ଦିନ ଶେଷରେ ଆପଣ ଅନୁଭବ କରିବେ ଯେ ନିଜର ଧୈର୍ଯ୍ୟ ଏବଂ ବୁଦ୍ଧିମତା ଦ୍ୱାରା ଆପଣ ଅନେକ ସମ୍ଭାବ୍ୟ ସମସ୍ୟାରୁ ନିଜକୁ ରକ୍ଷା କରିପାରନ୍ତି। ତେବେ 19 ଜୁନ୍ 2026 ଶୁକ୍ରବାର ଦିନଟି ସିଂହ ରାଶି ପାଇଁ ସତର୍କତା, ଧୈର୍ଯ୍ୟ ଏବଂ ବୁଦ୍ଧିମତାର ଦିନ ରହିବ। ଟିକିଏ ସାବଧାନ ରହିଲେ ଏହି ଦିନଟି ମଧ୍ୟ ଆପଣଙ୍କ ପାଇଁ ସୁଖ ଓ ଶାନ୍ତିରେ କଟିଯିବ। ତେବେ ବନ୍ଧୁମାନେ, ଏବେ ଆସନ୍ତୁ ଜାଣିବା ସେହି 3ଟି ବଡ଼ ଖୁସି ଖବର ବିଷୟରେ, ଯାହା ସିଂହ ରାଶିର ଅନେକ ବ୍ୟକ୍ତିଙ୍କ ଜୀବନରେ ଖୁବ୍ ଶୀଘ୍ର ଆସିପାରେ। ଯଦି ଆପଣ ଦୀର୍ଘ ଦିନ ଧରି କୌଣସି ସମସ୍ୟା, ଚିନ୍ତା କିମ୍ବା ଅପେକ୍ଷାରେ ଅଛନ୍ତି, ତେବେ ଏହି ଖୁସିର ଖବର ଆପଣଙ୍କ ମନରେ ନୂଆ ଆଶା ଏବଂ ଉତ୍ସାହ ଭରି ଦେଇପାରେ। ତେବେ ପ୍ରଥମ ଖୁସି ଖବରଟି ହେଉଛି, ଆପଣ ଅନେକ ସିଂହ ରାଶିର ବ୍ୟକ୍ତି ଏପରି କିଛି କାର୍ଯ୍ୟକୁ ନେଇ ଚିନ୍ତିତ ଅଛନ୍ତି ଯାହା ଦୀର୍ଘ ଦିନ ଧରି ଅଟକି ରହିଛି। କାହାର ଚାକିରି ସମ୍ବନ୍ଧୀୟ କାମ ଅଟକି ରହିଛି, ତ ଆଉ କାହାର ବ୍ୟବସାୟ, ଜମିବାଡ଼ି, ଘର ନିର୍ମାଣ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। କିନ୍ତୁ ବର୍ତ୍ତମାନ ଗ୍ରହମାନଙ୍କ ସ୍ଥିତି ଏପରି ସଂକେତ ଦେଉଛି ଯେ ସେହି ଅଟକିଥିବା କାର୍ଯ୍ୟଗୁଡ଼ିକ ଧୀରେ ଧୀରେ ଆଗକୁ ବଢ଼ିବାକୁ ଆରମ୍ଭ କରିବ। ଯେଉଁଦ୍ୱାରା ଦୀର୍ଘ ଦିନ ଧରି ବନ୍ଦ ଥିଲା, ଯେଉଁ ବାଟଟି ଆପଣଙ୍କ ପାଇଁ ବହୁତ ଦିନ ହେଲାଣି ବନ୍ଦ ରହିଥିଲା, ସେଠାରେ ନୂଆ ସୁଯୋଗର ଦ୍ୱାର ଖୋଲିପାରେ। ଆପଣଙ୍କ ମନରେ ଥିବା ଚିନ୍ତା ଏବଂ ଅସ୍ଥିରତା ଧୀରେ ଧୀରେ କମିବାକୁ ଲାଗିବ। ଯେଉଁ କାମ ପାଇଁ ଆପଣ ବାରମ୍ବାର ଚେଷ୍ଟା କରୁଥିଲେ କିନ୍ତୁ ସଫଳତା ମିଳୁନଥିଲା, ସେହି କାମରେ ଏବେ ଭଲ ପରିଣାମ ମିଳିବାର ସମ୍ଭାବନା ରହିଛି। ଏହା ଆପଣଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର ହୋଇପାରେ। ତେବେ ଦ୍ୱିତୀୟ ଖୁସିର ଖବରଟି ହେଉଛି, ଧନ ଏବଂ ଆର୍ଥିକ କ୍ଷେତ୍ର ସହିତ ଜଡ଼ିତ ରହିଛି ଏହି କଥାଟି। ଗତ କିଛି ସମୟ ଧରି ଯଦି ଆପଣ ଆର୍ଥିକ ଚାପ, ଟଙ୍କା ପଇସାର ଅଭାବ କିମ୍ବା ଅନାବଶ୍ୟକ ଖର୍ଚ୍ଚକୁ ନେଇ ଚିନ୍ତାରେ ଥିଲେ, ତେବେ ଏବେ ପରିସ୍ଥିତିରେ ସୁଧାର ଆସିବାର ସଂକେତ ମିଳୁଛି। ତୃତୀୟ ଖୁସିର ଖବରଟି ହେଉଛି, ଆପଣଙ୍କର ସମ୍ପର୍କ ସହିତ ଏହା ଜଡ଼ିତ। ଯଦି ଆପଣଙ୍କ ପରିବାରରେ କୌଣସି ମନୋମାଳିନ୍ୟ, ଭୁଲ ବୁଝାମଣା କିମ୍ବା ଅଶାନ୍ତି ଚାଲିଥିଲା, ତେବେ ତାହାର
ସମାଧାନ ହେବାର ସମ୍ଭାବନା ରହିଛି। ତେବେ ବନ୍ଧୁମାନେ ଆଜିର ଏହି ଭିଡ଼ିଓଟିରେ ଆପଣମାନେ ଜାଣିବାକୁ ପାଇଲେ ଯେ 17, 18 ଏବଂ 19 ଜୁନ୍ କିପରି ରହିବ ଏବଂ ଏହି 3 ଦିନ ମଧ୍ୟରୁ କେଉଁ ଦିନଟି ଆପଣଙ୍କ ପାଇଁ ସବୁଠାରୁ ଅଧିକ ଶୁଭ ଏବଂ କେଉଁ ଦିନଟିରେ ଟିକିଏ ଅଧିକ ସତର୍କତା ରହିବା ଆବଶ୍ୟକ। ତ ଆଶା କରୁଛି ନିଶ୍ଚୟ ରୂପରେ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ନିଶ୍ଚୟ ଲେଖନ୍ତୁ ଏବଂ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ସେୟାର କରନ୍ତୁ ଅନ୍ୟମାନଙ୍କ ସାଥିରେ। ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ନିଶ୍ଚୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା ଆମେ ଯେଉଁ ଭିଡ଼ିଓ ଆଗକୁ ଅପଲୋଡ଼ କରିବୁ ତାହା ଆପଣଙ୍କ ପାଖରେ ପହଞ୍ଚି ପାରିବ ସର୍ବପ୍ରଥମେ। ଧନ୍ୟବାଦ।